ମା। ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 411 412। ଅନ୍ୟମାନେ ଈଶ୍ୱରଙ୍କ ପ୍ରତି ରହିଥିବା ସେମାନଙ୍କର ଭଲ ପାଇବାକୁ ନେଇ କେଡ଼େ ଗର୍ବ କରନ୍ତି। ମୋର ଗର୍ବ ଯେ ମୁଁ ଈଶ୍ୱରଙ୍କୁ ଭଲ ପାଇ ନାହିଁ, ସ୍ୱୟଂ ଈଶ୍ୱର ହିଁ ଆସି ମୋତେ ଭଲ ପାଇଲେ। ସିଏ ମୋତେ ଖୋଜି ବାହାର କରିଦେଲେ ଏବଂ ମୋତେ ତାଙ୍କରି ହୋଇ ରହିବାକୁ ବାଧ୍ୟ କଲେ। କହୁଛନ୍ତି ଆମର ସାଧାରଣ ମନୁଷ୍ୟ ମାନଙ୍କ ଭିତରେ ଭକ୍ତିକୁ ନେଇକି ମଧ୍ୟ ଗର୍ବ ରହିଥାଏ। ଯେମିତି ଆମେ ଦେଖିଛନ୍ତି ଲୋକ ଦାନ କରନ୍ତି ତାକୁ ନେଇକରି ଗର୍ବ କରନ୍ତି ଯେ ମୁଁ ବହୁତ ବଡ଼ ଦାନୀ, ମୁଁ ଏତେ ଲୋକଙ୍କୁ ସେବା କରିଛି, ମୁଁ ଏତେ ଲୋକଙ୍କୁ ଖାଇବାକୁ ଦେଇଛି। ଏମିତି ସମସ୍ତେ କଣ କରନ୍ତି, ସେଇଟା ବି ଗର୍ବ କରନ୍ତି। ତେଣୁ ସେ ଗର୍ବ ଅହଂକୁ ବଢେଇବାରେ ବା ଅହଂକୁ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରେ। ତେବେ ସେ ସେବାଟି ଆକ୍ଚୁଆଲି ମାଧବ ସେବା ହେଇପାରିବନି ବା ଭଗବତ ଅଭିମୁଖରେ ତାର ଫଳଟି ଆମେ ପ୍ରାପ୍ତ କରିନଥାଉ ଯଦି କୌଣସି ସେବା ବା କୌଣସି ଦାନ କରିସାରିଲା ପରେ ତାକୁ ନେଇକି ଆପଣ ଗର୍ବ କରୁଛନ୍ତି, ବୃଥା ବଡିମା ଦେଖାଉଛନ୍ତି, ଅନ୍ୟମାନଙ୍କ ଆଗରେ କହିକିରି ଦେଖଉଛନ୍ତି, ମାନେ କହୁଛନ୍ତି, ତାମାନେ ଭିତରେ ଭାବ ରହେ କଣ ଆକ୍ଚୁଆଲି ଏଗୁଡା କଣ କରେ, ଅହଂ ଏଇଭଳି ଭାବରେ ପରିପ୍ରକାଶ ହିଁ କରେ। ମୁଁ ଏତେ ଲୋକଙ୍କୁ ସାହାଯ୍ୟ କରିଛି ଇତ୍ୟାଦି ଇତ୍ୟାଦି। ତେଣୁ ସେଇଭଳି ଭାବରେ ବେଳେ ବେଳେ ବ୍ୟକ୍ତି ତାର ଯୋଉ ଭଗବାନଙ୍କ ପ୍ରତି ଭକ୍ତିକୁ ମଧ୍ୟ ନେଇକରି ସେ ଗର୍ବ କରେ। ମୁଁ ନା ଈଶ୍ୱରଙ୍କୁ ବହୁତ ଭଲ ପାଏ ଇତ୍ୟାଦି ଇତ୍ୟାଦି। ମୁଁ ଏମିତି ଭଗବାନଙ୍କର ସେବା କରେ, ମୁଁ ଭଗବାନଙ୍କୁ ଖାଇବାକୁ ନଦେଲେ ମୁଁ ଖାଇପାରେ ଇତ୍ୟାଦି ଇତ୍ୟାଦି। ଯୋଉକୁ ନେଇ କହନ୍ତି ଏଗୁଡାକ ସବୁ ହଉଛି ଗର୍ବର ଲକ୍ଷଣ। ତାମାନେ ଅହଂର ଲକ୍ଷଣ। ଏଠି ପ୍ରଭୁ ନଥାନ୍ତି, ମୁଁ ହିଁ ଥାଏ। ମୁଁ ସକାଳୁ ଉଠି ଯଦି ଭଗବାନଙ୍କ ମାନେ ଠାକୁରଙ୍କର ଏଇ ସବୁ କାମ ନ କରିଛି କହନ୍ତି ନା ଜାଣିଛ, ମୁଁ ସକାଳ ମୋ କାମ ହେଲା ଆଗ 3ଟାରୁ ଉଠିବି, କି ଖରା କି ବର୍ଷା କି ଶୀତ ମୁଁ ଗାଧେଇବି, ଗାଧେଇ ସାରିଲା ପରେ ଠାକୁରଙ୍କ କାମ ମୋର ଆଉ ଘଣ୍ଟାଟାରୁ କମ ହେଲେ ହବନାହିଁ। ତାଙ୍କୁ କପଡା ବଦଳେଇବି, ତାଙ୍କୁ ଗାଧେଇ ଦେବି, ତାଙ୍କୁ ପୋଛି ଦେବି, ଏ କରି ସେ କରି ଏତିକି ଯଦି ମୁଁ ନକରେ ମୋର ତ ଦିନଟା ଭଲ ଯାଏନି, ମୁଁ ତ ସନ୍ତୁଷ୍ଟ ନୁହଁ ଆଉ। ଏଠି ହଉଛି କଣ କରୁଛନ୍ତି ଆପଣ, ଏଇ ଯୋଉ ଲକ୍ଷଣ ଗୁଡିକ କହିଦଉଛି ଯେ ଆପଣ ଗର୍ବ କରୁଛନ୍ତି ଭଗବତ ସେବାକୁ ନେଇକି। ତେଣୁ ଭଗବାନଙ୍କୁ ଭଲ ପାଆନ୍ତି ବୋଲି ଲୋକେ ଏଇ ଯୋଉ ଗର୍ବ କରନ୍ତି, ଇଏ ହଉଛି ସବୁ ତାର ଗୋଟେ ଗୋଟେ ଲକ୍ଷଣ। ତେଣୁ ଆମେ ଏଥିପ୍ରତି ସଚେତନ ହେବା। ତାପରେ ଯୋଉଟା ଗୂଢ ରହସ୍ୟ କହୁଛନ୍ତି କଣ, ସ୍ଵୟଂ ଈଶ୍ୱର ହିଁ ଆସି ମୋତେ ଭଲ ପାଇଲେ। ମତେ ଜଣେ କେତେବେଳେ ଆସି ଭଲ ପାଇବ? ଏଠି ଯୋଉ ପ୍ରଭୁ କହିଲେ ସ୍ଵୟଂ ଈଶ୍ୱର ହିଁ ଆସି ମୋତେ ଭଲ ପାଇଲେ, କେତେବେଳେ ଜଣେ ମତେ ଆସି ଭଲ ପାଇବ? ଯଦି ଆମେ ସାଧାରଣ ଭାବରେ ଦେଖିବା, ଯଦି ମୋ ଭିତରୁ ଆପଣ ଗୋଟେ ଛୋଟ ଶିଶୁଟିଏ ଗୁଲଗାଲିଆ ଆମେ ଗୁଲଗାଲିଆ ଶିଶୁଟିଏ ଦରଟି ହସରେ ହସୁଛି, ତାକୁ ଯେତେବେଳେ ଆପଣ ଚାହିଁ ଦଉଛନ୍ତି ଆପଣଙ୍କ ମନ ପ୍ରଫୁଲ୍ଲ ହେଇଯାଉଛି, ଖୁସି ହେଇଯାଉଛି। କାହିଁ ଖୁସି ହଉଛି? କାହିଁକି ନା ସିଏ ଖୁସି ନିଜେ ସ୍ପ୍ରେଡ କରୁଛି। ସେ ପିଲାଟି, ସେ ପିଲାଟି ଭିତରେ ଯୋଉ ରହିଛି ପରମ ଖୁସିଟିଏ, ସେ ସରଳତାର ସେ ଯୋଉ ସମୟରେ ସିଏ କଣ କରୁଛି, ବିକିରଣ କରୁଛି। ତେଣୁ ଆପଣ ଯେତେ ଟେନ୍ସରେ ଥିଲେ ମଧ୍ୟ ଟିକେ ହସ ଖୁସିଆ ପିଲାଟିଏ, ଛୋଟ ଛୁଆଟା ହସୁଛି, ତାକୁ ଆପଣ ଦେଖିଦେଲେ ଆପଣଙ୍କୁ ଟେନସନ ଫ୍ରି ଲାଗେ। ପୁରା ଯାଉ ନ ଯାଉ ସେଇ ସମୟ ପାଇଁ, କିଛି ସମୟ ବହୁତ ଖୁସି ଲାଗେ। ତାମାନେ ସିଏ ବିକିରଣ କରୁଛି। ତାମାନେ ମୁଁ ଯେତେବେଳେ ଯୋଉ ମୁଁ ଭଗବାନଙ୍କୁ ଭଲ ପାଏ ବୋଲି କହୁଛି, ସେତେବେଳେ ମୁଁ ତ ରହିଛି।
ଆଉ ଭଗବାନ ମତେ ଭଗବାନ କେତେବେଳେ ପାଇବେ? ତେଣୁ ଯେତେବେଳେ ସେ ମୁଁ ତୋରୁ ଉର୍ଦ୍ଧ୍ୱକୁ ଉଠିଯିବେ ସେତେବେଳେ ଭଗବାନ ମତେ ଭଲ ପାଇବେ। ସେଇଥିପାଇଁ ପ୍ରଭୁ ଲେଖୁଛନ୍ତି ସ୍ୱୟଂ ଈଶ୍ୱର ହିଁ ଆସି ମୋତେ ଭଲ ପାଇଲେ। ତାହେଲେ ଆମର ବ୍ୟକ୍ତିତ୍ୱ ଗଠନ, ଚୈତ୍ୟ ସତ୍ତାକୁ ସମ୍ମୁଖକୁ ଆଣିବା, ଚୈତ୍ୟ ବ୍ୟକ୍ତିତ୍ୱକୁ ତିଆରି କରିବା, ଯଦି ସେଥିରେ ଆମେ ପୂର୍ଣ୍ଣ ନିଷ୍ଠାର ସହିତ ସମର୍ପିତ ଭାବ ରଖି ଯଦି କାର୍ଯ୍ୟ ଆମେ ଆରମ୍ଭ କରୁ, କାର୍ଯ୍ୟ ଯଦି କରିଚାଲୁ, ତେବେ ଚୈତ୍ୟ ବ୍ୟକ୍ତିତ୍ୱ ଯେତେ ଅଧିକରୁ ଅଧିକ ପରିପ୍ରକାଶ ହବ ସେତେ ଭଗବାନଙ୍କର ଯୋଉ ମୋ ପ୍ରତି ଭଲ ପାଇବାଟାକୁ ମୁଁ ସେତେ ଅଧିକରୁ ଅଧିକ ଅନୁଭବ କରିପାରିବି, ଦେଖିପାରିବି, ବୁଝିପାରିବି, ଗ୍ରହଣ କରିପାରିବି। ସିଏ ମୋତେ, ପ୍ରଭୁ ଲେଖୁଛନ୍ତି, ସିଏ ମୋତେ ଖୋଜି ବାହାର କରିଦେଲେ ଏବଂ ମୋତେ ତାଙ୍କରି ହୋଇ ରହିବାକୁ ବାଧ୍ୟ କଲେ। ଦେଖନ୍ତୁ କେତେ ମାନେ ବର୍ଣ୍ଣନାର କହିବାର କେତେ ଉଚ୍ଚତର ସ୍ତରର। ସିଏ ମୋତେ ଖୋଜି ବାହାର କରିଦେଲେ। ସମଗ୍ର ଜନସମୁଦ୍ର ଭିତରେ ଆମେ ଜଣକୁ ଖୋଜି କେତେବେଳେ ବାହାର କରିପାରିବା? ଯେତେବେଳେ ତା ଭିତରୁ ଉଜ୍ଜଳତା କିଛି ବି ପରିପ୍ରକାଶ ହଉଥିବ, ଯାହାକି ସବୁ ଭିତରେ ଊର୍ଦ୍ଧ୍ୱକୁ ଉଠୁଥିବ, ଆପଣ ତାକୁ ସେଇ ଉର୍ଦ୍ଧୁ ଯେମିତି କହନ୍ତିନି ଶିଖା ଧରିକି ଟେକି ଆଣିବେ। ଏଠି ତେଣୁ ସେଇ ଉଚ୍ଚତର ସ୍ତରକୁ ଆମେ ଯେତେ ଅଧିକରୁ ଅଧିକ ଉଠି 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 ଯିବା ସେତେ କଣ ହବ? ମତେ ସେ ଖୋଜିକି ପାଇଯିବେ। ଖାଲି କଣ ପ୍ରାସଙ୍ଗିକ ହଉ କି ନହେଲେ ମଧ୍ୟ ଖାଲି ମନେ ପଡିଲା କହୁଛି, ଜଣେ କେତେବେଳେ ଯେତେବେଳେ କଥା ଉଠେ ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ପାଖରେ, ଅନେକ ସମୟରେ ଏଇ ଯୋଉ ବ୍ୟକ୍ତି ମାନଙ୍କର କାମନା ବାସନା ନେଇକିରି ଯେତେବେଳେ ପ୍ରଶ୍ନ ଉଠେ, ସେତେବେଳେ ଗୋଟେ ଶବ୍ଦଟି ସେ କହନ୍ତି, ଏମାନେ ସବୁ ଏବେ ବି ଲୋକ ହେଇକି ନାହାନ୍ତି। ଲୋକ ନୁହଁ ତ, ଏମାନେ ସବୁ ପୋକ। ଏଇ କଥାଟି ଯୋଉ ଉଦ୍ଦେଶ୍ୟରେ କୁହାହଉଛି କଣ, ତାମାନେ ଯୋଉ ପୋକ ଯେମିତି ଖାଉଛି, ପିଉଛି, ବଞ୍ଚୁଛି, ତାକୁ ଯୋଉ ପ୍ରକୃତି ଦେଇଛି ସେଇଥିରେ ସେ ତାର ବ୍ୟସ୍ତ। ଯଦି ଆପଣ ସେଇଭଳି ଭାବରେ ଏଇ ପ୍ରକୃତିଗତ ସ୍ପନ୍ଦନ ଦ୍ଵାରା ଆପଣ ବ୍ୟସ୍ତ ରହିଛନ୍ତି, ତାହେଲେ ମନୁଷ୍ୟ ରୂପ ପାଇ କଣ ଆପଣ ହେଲେ? ଆଉ ପୋକ ଯାହା କରୁଛି ଆପଣ ସେୟା କରୁଛନ୍ତି। ମନୁଷ୍ୟ ରୂପ ପାଇଛନ୍ତି, ଦୁର୍ଲଭ ଜୀବନ ପାଇଛନ୍ତି, ଉତ୍ତରୋତ୍ତର ଅଗ୍ରଗତି ପାଇଁ ଗୋଟେ ଆପଣ ପାଖରେ ଚଏସ୍ ରଖାଯାଉଛି, ଆପଣଙ୍କୁ ଦେଖେଇ ଦିଆଯାଉଛି, ତଥାପି ବି ଆପଣ ସେଇ ପୋକ ଭଳି ଏଇ କାର୍ଯ୍ୟରେ ବ୍ୟସ୍ତ ହେଇ ରହିଥିବେ। ଅହଂଗ୍ରସ୍ତ ହେଇ ଲାଙ୍ଗୁଟିଏ, କଣ ସେଟା କହନ୍ତି, କି ପୋକ ଯୋଉ କଙ୍କଡା ବିଛାରା ଗୋଟେ ଲାଙ୍ଗୁଡ ମାରେନି, ଗୋଟା କଣ ଲେଙ୍ଗୁଟିଆ ନା ଲାଙ୍ଗୁଟିଆ କଣ? ଆଁ ଲେଙ୍ଗୁଡି ନା କଣ ଲେଙ୍ଗୁଟି? ହଁ, ଲେଙ୍ଗୁଟିଆ ଯୋଉ ବିଛା ତାରି ଭଳିଆ ଆପଣ ସବୁବେଳେ ସେ ଡଙ୍କ ମାରୁଥିବେ। ମାନେ ସେଇ ଅହଂକୁ ଧରି ବଞ୍ଚିଥିବେ, ପ୍ରତ୍ୟେକ ମୁହୂର୍ତ୍ତରେ ସେଇ ଭଳିଆ ସେଇ ଅହଂର ଡଙ୍କକୁ ମାରି ଚାଲିଥିବେ କି ଆମେ ସଚେତନ ହବା ନାହିଁ? ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ନଥିଲେ ହବ ନାହିଁ ଇତ୍ୟାଦି ଇତ୍ୟାଦି ସେଇଥିରେ ବଞ୍ଚି ରହିଥିବା। ତମ ପାଇଁ ସବୁ କରିଦଉଛି ତ, ତେଣୁ ତମେ କିଛି ଜାଣିପାରୁନ, ମାନେ ମୁଁ ନଥିଲେ ତମେ ସବୁ ଭାରି କଲା ବାଲା ଆମେ ଦେଖି ନାହିଁ କି? କେତେ ସେଇ ମୁଁକୁ ନେଇକି ଆମେ ବଞ୍ଚିବା। ହଁ, ଆରେ ବାଃ, କୋଉ ଦିନଠୁ ତୁ ଏତେ ଶିଖିଗଲୁଣି? ଯାହା ହଉ, ମୁଁ ତତେ ଚାନ୍ସ ଦେଇଥିଲି ବୋଲି ତୁ ଆଜି ଉଠି ଗଲୁଣି। କେତେ ଆଉ ସେଇ ମୁଁକୁ ନେଇକି ଆମେ ବଞ୍ଚିବା? ତେଣୁ ସେଇ ଅହଂର, ସେଇ ଯୋଉ ଗର୍ବର, ଅହଂର ଯୋଉ ଗୋଟେ ରୂପ ପ୍ରତିରୂପ ଗର୍ବ, ସେଇ ଡଙ୍କକୁ କେତେ ଆପଣ ମାରି ଚାଲିବେ?
ତା ଭିତରୁ ନିଜକୁ ମୁକ୍ତ କରିଦେଲେ ଆମ ଭିତରେ ଥିବା ଆଭା, ଆମ ଭିତରେ ଥିବା ଜ୍ୟୋତି, ଆମ ଭିତରେ ଥିବା ଚୈତ୍ୟ ବ୍ୟକ୍ତିତ୍ୱ ତାହା ପରିପ୍ରକାଶ ହବ। ସେ ଯେତେବେଳେ ପଦ୍ମ ପାଖୁଡ଼ା ପରି ନିଜକୁ ଖୋଲି ଧରିବ, ଖୋଲି ଧରିଲେ ଯୋଉ ଆମ ଭିତରେ ପ୍ରଭୁଙ୍କର, ପରମଙ୍କର, ମାଙ୍କର ଯୋଉ ସାମର୍ଥ୍ୟ ରହିଛି, ଯୋଉ ବାସନା ରହିଛି, ଯେତେବେଳେ ପାଖୁଡ଼ାଟି ଖୋଲିଯିବ ବାସନାଟା ଉପରକୁ ବାହାରି ଆସିବ, ବାତାବରଣରେ ଖେଳିଯିବ, ତେବେ ପ୍ରଭୁ ମୋତେ ଖୋଜିକି ବାହାର କରି ନେଇଯିବେ। ତାପରେ କଣ କହିଲେ? ମୋତେ ତାଙ୍କରି ହୋଇ ରହିବାକୁ ବାଧ୍ୟ କଲେ। ତାମାନେ ସବୁ ସମୟ ପାଇଁ ଆମେ ବେଳେ ବେଳେ ଅଳ୍ପ ସମୟରେ, ଟିକେ ସମୟରେ, କୋଉ ଛୋଟିଆ ଗୋଟେ ସମୟରେ ଆମେ ଟିକେ ଟିକେ ଭାବୁ, ଭଗବାନ କଥା ଚିନ୍ତା କରୁ, ସେଇଥିରେ ରହିଯାଉ। ଏଠି କିନ୍ତୁ ସବୁ ସମୟରେ ସ୍ଥିର ଭାବରେ ସେ ଯେତେବେଳେ ମୋତେ ଟେକି ନେଇଯିବେ, ସେ ସେଥିପାଇଁ କହୁଛି ମୋତେ ତାଙ୍କରି ହୋଇ ରହିବାକୁ ବାଧ୍ୟ କଲେ। ତାମାନେ ପ୍ରଭୁ ସବୁ ସମୟରେ ଆମେ ତାଙ୍କର ହେଇଯିବା, ତାଙ୍କରି ନିର୍ଦ୍ଦେଶରେ, ତାଙ୍କରି ଇଚ୍ଛା ମତେ ପୂର୍ଣ୍ଣ ଭାବରେ ତାଙ୍କରି ଶକ୍ତିକୁ ନେଇ ପରିଚାଳିତ ହବା। ତାଙ୍କର ଯାହା ସବୁ ମୋର ହେଇଯାଇଥିବ। ଯଦି ଟିକେ କହନ୍ତି ନା ମାନେ ଉସ୍କେଇଲା ଭଳିଆ କଥା କହିବା, ମଣିଷ ଟିକେ ଯୋଉଥିରେ ସବୁ ବ୍ୟସ୍ତ ରହେ, ତାଙ୍କର ଐଶ୍ୱର୍ଯ୍ୟ ବି ତୁମର ଐଶ୍ୱର୍ଯ୍ୟ ହେଇଯିବ। ତମେ ସମଗ୍ର ଐଶ୍ୱର୍ଯ୍ୟର ଅଧିକାରୀ ହେଇଯାଇଥିବ। ସମଗ୍ର ଜ୍ଞାନର ତମେ ଅଧିକାରୀ ହେଇଯାଇଥିବ। କାହିଁକିନା ସବୁ ଜ୍ଞାନର ଅଧିକାରୀ ସିଏ। ତମେ ଯେତେବେଳେ ତାଙ୍କ ସହିତ ତାଙ୍କରି ହୋଇ ରହିଗଲ, ତେବେ ମୋର ବାପାର ଯୋଉ ଜମି କାହାର? ମୋର ନୁହଁ। ମୁଁ ଯେତେବେଳେ ତାଙ୍କର ହେଇଗଲି, ତେବେ ସମଗ୍ର ଜ୍ଞାନ ବି ମୋର ହେଇଗଲା। ସମଗ୍ର ଶକ୍ତିର ଅଧିକାରୀ ମୁଁ ହେଲି। ସମଗ୍ର ଆଲୋକର ଅଧିକାର, ଜ୍ୟୋତିର ଆଲୋକର ଅଧିକାର ହେଲି। ସତ୍ୟକୁ ଦେଖିପାରିବାର, ନିରନ୍ତର ସତ୍ୟରେ ବଞ୍ଚି ରହିବାର ଅଧିକାର ପ୍ରାପ୍ତ କଲି। ଯଦି ମୁଁ ଭଲ ପାଉଛି, ମୁଁ ଠାକୁରଙ୍କର ସେବା କରୁଛି, ମୋ ଭଳିଆ କିଏ ତମେ ଆସିକି ଶୀତ ସକାଳେ ଆସିକି ମାଙ୍କ ସେବା କରିଛ? ଆଉ ତମେ ତ ମାଙ୍କ ସେବା କରୁଛ, ମା ତମକୁ କେତେବେଳେ ବାଛିକି ନେବେ? ତମେ ତ କରୁଛ ନା। ମା ଜ୍ଞାନ 412ରେ ପ୍ରଭୁ କହୁଛନ୍ତି, ଏଇଟା ଗୋଟେ ବଢିଆ ଲାଗିବ। ପରମେଶ୍ୱର ଜଣେ ନାରୀ ବୋଲି ମୁଁ ଯେତେବେଳେ ଜାଣିବାକୁ ପାଇଲି, ସେତେବେଳେ ଯାଇ ଅନେକ ଦୂରରୁ ମୁଁ ଭଲ ପାଇବା ବିଷୟରେ କିଛି ଜାଣିବାକୁ ସମର୍ଥ ହେଲି। ମାତ୍ର ଯେତେବେଳେ ମୁଁ ନିଜେ ଏକ ନାରୀରେ ପରିଣତ ହେଲି ଏବଂ ମୋର ପ୍ରଭୁ ଏବଂ ପ୍ରେମାସ୍ପଦଙ୍କର ସେବା କରିପାରିଲି, ସେତେବେଳେ ଯାଇ ମୁଁ ପ୍ରେମର ସମ୍ପୂର୍ଣ୍ଣ ପରିଚୟ ଲାଭ କଲି। ଦିଟା କଥା ଏଠି କହୁଛନ୍ତି, ଏକ ସୁନ୍ଦର କାବ୍ୟିକ ଶୈଳୀରେ। ଦେଖନ୍ତୁ କେତେ, ଯେମିତି କହନ୍ତିନି ଅଦ୍ଭୁତ ବିନୋଦ ସୃଷ୍ଟିକାରୀ ବ୍ୟକ୍ତି। କହୁଛନ୍ତି ମାନେ ଦୁଇଟା ଯାକ କଣ୍ଟ୍ରାଡିକ୍ଟ କଥା କହୁଛନ୍ତି, କିନ୍ତୁ ଗୋଟାଏ କଥା କହୁଛନ୍ତି, ଏକା କଥା ହିଁ କହୁଛନ୍ତି। ଆମକୁ ଲାଗିବ ଦିଟା ଯାକ କଣ୍ଟ୍ରାଡିକ୍ଟ କଥା ବୋଲି। ପ୍ରଥମେ କହିଲେ ପରମେଶ୍ୱର ଜଣେ ନାରୀ ବୋଲି ମୁଁ ଯେତେବେଳେ ଜାଣିବାକୁ ପାଇଲି, ସେତେବେଳେ ଯାଇ ଅନେକ ଦୂରରୁ ମୁଁ ଭଲ ପାଇବା ବିଷୟରେ କିଛି ଜାଣିବାକୁ ସମର୍ଥ ହେଲି। ପ୍ରଥମେ କହିଲେ କଣ? ଭଲ ପାଇବା ବିଷୟରେ ଜାଣିବାକୁ ସମର୍ଥ ହେଲି। ତାପରେ କହିଲେ ମାତ୍ର ଯେତେବେଳେ ମୁଁ ନିଜେ ଏକ ନାରୀରେ ପରିଣତ ହେଲି ଏବଂ ମୋର ପ୍ରଭୁ ଏବଂ ପ୍ରେମାସ୍ପଦଙ୍କର ସେବା କରିପାରିଲି, ସେତେବେଳେ ଯାଇ ମୁଁ ପ୍ରେମର ସମ୍ପୂର୍ଣ୍ଣ ପରିଚୟ ଲାଭ କଲି। ପ୍ରଥମେ ଭଲ ପାଇବା ବିଷୟରେ କିଛି ଜାଣିଲେ, ଦ୍ୱିତୀୟ ହେଲା ପ୍ରେମର ସମ୍ପୂର୍ଣ୍ଣ ପରିଚୟ ପାଇଲେ, ପରିଚୟ ଲାଭ କଲେ। এই ଦୁଇଟା କଥାକୁ ସେ କାବ୍ୟିକ ଭାବରେ ଏକ ବିନୋଦ ସୃଷ୍ଟିକାରୀ ବ୍ୟକ୍ତି ଭାବରେ ପରିପ୍ରକାଶ କରୁଛନ୍ତି। ପ୍ରଥମେ କହିଲେ ନାରୀ। ସାଧାରଣତଃ ନାରୀମାନଙ୍କ ପାଖରେ ଏକ ଅଦ୍ଭୁତ ଶକ୍ତି ଦିଆଯାଇଛି, ଜନ୍ମଜାତ ପ୍ରବୃତ୍ତି ଦିଆଯାଇଛି। ସିଏ ତାଙ୍କର ସ୍ୱାଭାବିକ ଭାବରେ ଅନେକଙ୍କୁ ସେବା କରନ୍ତି, ଅନେକକୁ ନିଜର କରି ନିଅନ୍ତି।
ଅନେକଙ୍କର ସେବା କରନ୍ତି ଏବଂ ହୃଦୟର ସହିତ ସେବା କରନ୍ତି। ସେଠି ନେଣ ଦେଣ ଭାବ ରଖିକି ସେବା କରନ୍ତି ନାହିଁ। ନାଇଁ, ଦେଖନ୍ତୁ, ନେଣ ଦେଣ ଭାବ ଆପଣ ଦେଖୁଛନ୍ତି ଅଛି, ସବୁ କଥା ଅଛି, କିନ୍ତୁ ଗୂଢ ଭିତରକୁ ଯିବେ, ନାରୀ ମାନଙ୍କର ଏଇଟା ଗୋଟେ ଅପୂର୍ବ ସାମର୍ଥ୍ୟ। ଏପରିକି ଶତ୍ରୁ ପ୍ରତି ମଧ୍ୟ ତାଙ୍କ ଭିତରେ ସ୍ୱାଭାବିକ ଭାବରେ କରୁଣା ଆସେ, କରୁଣା ଥାଏ ତାଙ୍କ ଭିତରେ। ପ୍ରକୃତି ଦ୍ୱାରା ପରିଚାଳିତ ହେଇ ବା ଅନ୍ୟ ଶକ୍ତି ଦ୍ୱାରା ସେମାନେ କବଳିତ ହେଇ ସେଇ ଯୋଉ ଭିତରର କରୁଣା ଭାବଟାକୁ ଅବଦମିତ କରି ଆଉ କିଛି ଜିନିଷ ଉପରେ ମାଡି ବସେ। କିନ୍ତୁ ସ୍ୱାଭାବିକ ଭାବରେ ନାରୀ ଭିତରେ ଏଇ ଯୋଉ ସେବା କରିବାର ଭାବ, ସମସ୍ତଙ୍କୁ ନିଜର କରିନେବାର ଏକ ଅଦ୍ଭୁତ କଳା, ଏବଂ ତାମାନେ ସେବାର ପୂଜାରୀ କେମିତି ସେବା କରିହୁଏ, କେମିତି ଭକ୍ତି କରିହୁଏ, କେମିତି ଭଲ ପାଇ ହୁଏ, ସେଇଟା ନାରୀଙ୍କ ପାଖରୁ ଆମକୁ ଶିଖିବାକୁ ପଡିବ। ତେଣୁ ଏଠି ପ୍ରଭୁ କହୁଛନ୍ତି, ପରମେଶ୍ୱର ଯେତେବେଳେ ନାରୀ ହେଲେ, ତାମାନେ ପରମେଶ୍ୱର ମୋର ଯେତେବେଳେ ସେବା କରୁଛନ୍ତି, ତାମାନେ ସେତିକି ଅନୁଭବ ସ୍ତରକୁ ନ ଯାଇଥିଲେ ଭଗବାନ ଆମ ପାଇଁ ଯୋଉ କେତେ କାର୍ଯ୍ୟ କରୁଛନ୍ତି, ଚିନ୍ତା କରନ୍ତୁ। ଆମେ ଜନ୍ମ ଗ୍ରହଣ କରିବା ପୂର୍ବରୁ କେମିତି ପ୍ରସ୍ତୁତ କରୁଛନ୍ତି ସେ ଜାଗା, କୋଉ ମାତୃ ଗର୍ଭରେ ମୁଁ ଜନ୍ମ ଗ୍ରହଣ କରିବି, କୋଉ ପ୍ରକାରର ପରିବେଶ ରହିବ, ମୋର ଅଗ୍ରଗତି ପାଇଁ କଣ କଣ ଦରକାର, ତେଣୁ ସେ ପରିବେଶକୁ ତିଆରି କରୁଛନ୍ତି। ସେଇ ପ୍ରକାରର ପିତା ମାତାଙ୍କୁ ବାଛୁଛନ୍ତି, ସେ ପ୍ରକାର ପିତାମାତା ସେଇ ଧାରାରେ କେମିତି ଯିବେ, ମୁଁ ଯୋଉଥିପାଇଁ ମୋର ଏଇ ଜୀବନରେ ଯୋଉ ଅଗ୍ରଗତି ପାଇଁ ମୁଁ କାର୍ଯ୍ୟ କରିବି, ସେଥିପାଇଁ ସେ ପରିବେଶଟା ଅନୁକୂଳ କରିବା ପାଇଁ ବାପା ମାଙ୍କର ଜୀବନର କାର୍ଯ୍ୟଧାରାରେ ସିଏ ପରିବର୍ତ୍ତନ କରିକି ପରିବେଶ ତିଆରି କରୁଛନ୍ତି। ଆମେ ଚୈତ୍ୟ ସତ୍ତା ବିଷୟରେ, ସାଇକିଂ ବିଷୟରେ ଯେତେବେଳେ ପଢୁଥିଲେ, ସେତେବେଳେ ଆମେ ଦେଖିଛନ୍ତି ଏବଂ ଆମେ ଜାଣିଛନ୍ତି ମଧ୍ୟ। ତେଣୁ ବେଶୀ ଆଉ କହୁନେ, ଖାଲି ସେତିକି ପଏଣ୍ଟଟା କହୁଛି। କାରଣ ଚୈତ୍ୟ ସତ୍ତା ଯୋଉ ପ୍ରକାରର ଅନୁଭବ ନବା ପାଇଁ ସ୍ଥିର କରିଥାଏ, ସେ ସେଇ ପ୍ରକାର ପରିବେଶକୁ ଯାଏ। ସେଇ ପ୍ରକାର ପରିବେଶକୁ ଯିବା ପାଇଁ ତା ପୂର୍ବରୁ ଭଗବାନ ପ୍ରସ୍ତୁତ କରନ୍ତି ସେ ପରିବେଶଟିକୁ। ତାପରେ ମୁଁ ଜନ୍ମଗ୍ରହଣ କରେ, ଜନ୍ମଗ୍ରହଣ କରିବା ପରଠାରୁ ସଚେତନ ହବା ପାଇଁ ଯେ ଏଇ ଯୋଉ ଚୈତ୍ୟ ସତ୍ତା, ଅନ୍ତରାତ୍ମା ଚୈତ୍ୟ ସତ୍ତା ମାଧ୍ୟମରେ ସେ ମତେ କଣ କରନ୍ତି, ମୋ ଏବଂ ବାହ୍ୟ ପରିବେଶ ପରିସ୍ଥିତି ମାଧ୍ୟମରେ ମତେ ସୂଚେଇ ଦିଅନ୍ତି ଚେତନାରେ ଊର୍ଦ୍ଧ୍ୱକୁ ଆରୋହଣ କରିବା ଏବଂ ଅଗ୍ରଗତି କରିବା ପାଇଁ କଣ ମୁଁ ସଂକଳ୍ପ ନେଇକି ଆସିଛି, ତାକୁ ସୂଚେଇ ଦିଅନ୍ତି ମତେ ପ୍ରତ୍ୟେକ ମୁହୂର୍ତ୍ତରେ। ତେଣୁ ସେଥିପାଇଁ ପ୍ରଭୁ କହୁଛନ୍ତି, ଯେତେବେଳେ ପରମେଶ୍ୱର ଜଣେ ନାରୀ ଭାବିଲି, ନାରୀ ବୋଲି ମୁଁ ଯେତେବେଳେ ଜାଣିବାକୁ ପାଇଲି, ସେତେବେଳେ ଭଲ ପାଇବା ବିଷୟରେ କିଛି ଜାଣିବାକୁ ସମର୍ଥ ହେଲି। ମାନେ ଏଇଟା ଭଲ ପାଇବା କହନ୍ତି, ଇତ୍ୟାଦି ଇତ୍ୟାଦି ସମର୍ଥ। ତାପରେ ବଢିଆ କହୁଛି, ନିଜେ ଏକ ନାରୀରେ ଯେତେବେଳେ ପରିଣତ ହେଲି, ମୋର ପ୍ରଭୁ ଏବଂ ପ୍ରେମାସ୍ପଦଙ୍କର ସେବା କରିପାରିଲି, ସେତେବେଳେ ଯାଇ ମୁଁ ପ୍ରେମର ସମ୍ପୂର୍ଣ୍ଣ ପରିଚୟ ଲାଭ କଲି। ଏଠି ପୂର୍ଣ୍ଣ ସମର୍ପିତର ଯୋଉ ଭାବ, ଯୋଉ ଅନୁଭବ, ଯୋଉ ଉପଲବ୍ଧି, ସେଇ କଥାଟିକୁ ସେ ବର୍ଣ୍ଣନା କରୁଛନ୍ତି ଏଠି। ଜଣେ ଯେତେବେଳେ ନିଜକୁ ପୂର୍ଣ୍ଣ ରୂପେ ସମର୍ପି ଦିଏ, ମୁଁ ନିଜେ ବର୍ତ୍ତମାନ ମୁଁ ଦେଖିଲି ପ୍ରଭୁ ମୋ ପାଇଁ କଣ କଣ କରିଛନ୍ତି। ଏବେ ଯେତେବେଳେ ମୁଁ ତାଙ୍କର ପାଖରେ ନିଜକୁ ସମର୍ପିତ କରିଦେଲି, ସେତେବେଳେ ପ୍ରେମର ପରିଚୟ ତମେ ପାଇପାରିବ। ପ୍ରକୃତ ପ୍ରେମ କଣ? ପୂର୍ଣ୍ଣ ସମର୍ପିତ ଭାବ ମାଙ୍କ ପ୍ରତି ଯେତେବେଳେ ନ ରହୁଛି, ସେତେବେଳେ ଆପଣ ଅନୁଭବ ଆସିବ ନାହିଁ।
ଅନୁଭବ ଆସେ, ଅଳ୍ପ ଅଳ୍ପ ଯୋଉ ଅନୁଭବ ଆସିବ ନାହିଁ ବୋଲି ମୁଁ କହୁଛି, ମାନେ ଟୋଟାଲି ଆସିବା କଥା କହୁନାହିଁ। ଏଠି ଯୋଉ କଥା କହୁଛି, ମାନେ ସ୍ଥିର ସେଇଥିରେ ବଞ୍ଚିବା, ସ୍ଥିର ଅନୁଭବ ସେଇଥିରେ ବଞ୍ଚିବା ଯୋଉ ସ୍ଥିତି, ସେଇ ସ୍ଥିତିକୁ ପ୍ରାପ୍ତ ଆମେ କରିପାରୁନା। ଆମ ପାଖକୁ ଆସେ ଯାଏ, ଅନୁଭବ ଆସେ ପଳାଏ। ସେଇଥିପାଇଁ କହୁଛି ପ୍ରେମାସ୍ପଦଙ୍କ ସେବା କରିପାରେ। ଏଇଠି ଟିକେ ମନେ ପକେଇଦେବି, ଯେତେବେଳେ ମୀରାବାଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, ସେ କବିରଙ୍କ ପାଖକୁ ଖବର ଦେଇଛନ୍ତି ଯେ ମୋର ଟିକେ ଦ୍ୱନ୍ଦ୍ୱ ରହିଛି, ମୁଁ ଯାଇକି ଆପଣଙ୍କ ସହିତ ଦେଖା ହେଇ କରି କଥା ହେଇପାରିବି କି, ଆଲୋଚନା କରିପାରିବି କି? ସେତେବେଳେ ସେ ସମୟରେ ଯେ ଯୋଉ କଣ ନିଗ୍ରହ ଥିଲା ମୂଳ ମନ୍ତ୍ର, ତେଣୁ ସମସ୍ତେ ସଂସାର ତ୍ୟାଗ ଏବଂ ନାରୀ ସଂସର୍ଗ ତ୍ୟାଗ। କାହିଁକିନା ନାରୀଙ୍କ ସହିତ ଯଦି ଆମର କୌଣସି ପ୍ରକାର ସଂସର୍ଗ ରହୁଛି, ତେବେ କାଳେ ନାରୀଙ୍କୁ ଦେଖିଦେଲେ ଆମ ଭିତରେ ସେଇ କାମ ପ୍ରବୃତ୍ତି ଜାଗ୍ରତ ହବ। ତେବେ କଣ କରୁଥିଲେ, ଝିଅ ମାନଙ୍କ ଠାରୁ ଦୂରରେ ରହୁଥିଲେ ସାଧୁ ସନ୍ନ୍ୟାସୀ ମାନେ। ସେତେବେଳେ ତେଣୁ ସେ କହିଲେ ଯେ ମୁଁ କୌଣସି ନାରୀଙ୍କୁ ନାରୀଙ୍କୁ ଦର୍ଶନ କରିବାକୁ ଚାହେଁ ନାହିଁ, ଇତ୍ୟାଦି ଇତ୍ୟାଦି। ଆକୁରେଟ କହୁନି, ତା ଅର୍ଥ ହଉଛି ଯେ ତାଙ୍କୁ ଦେଖା ହେଇପାରିବନି, ତମେ ଯେହେତୁ ନାରୀ ଆଉ। ତାପରେ ମୀରାବାଇଙ୍କର ପ୍ରଶ୍ନ, ଯୋଉ କଥାଟି ସେ ଲେଖୁଛନ୍ତି ଚିଠିରେ, କହୁଛନ୍ତି କଣ, ଖବର ଦଉଛନ୍ତି, ମୁଁ ତ ନିଶ୍ଚୟ ସେ ପୁରୁଷଙ୍କୁ ଦେଖିବି। କାହିଁକିନା ମୁଁ ଜାଣିଥିଲି ସମସ୍ତେ ହଉଛନ୍ତି ନାରୀ, ଏକମାତ୍ର ପ୍ରେମାସ୍ପଦ ପ୍ରେମିକ ହଉଛନ୍ତି କୃଷ୍ଣ। କୃଷ୍ଣ ହଉଛନ୍ତି ଏକମାତ୍ର ପ୍ରେମିକ, ଏକମାତ୍ର ଭଗବାନ ଯାହାଙ୍କୁ ଆମେ ପ୍ରେମ କରୁଛୁ, ସେ ହେଲେ ପ୍ରେମିକ। ଏଇ ପୃଥିବୀରେ ସମସ୍ତେ ହଉଛନ୍ତି ପ୍ରେମିକା, ସମସ୍ତେ ହଉଛନ୍ତି ନାରୀ। ଦ୍ୱିତୀୟ ପୁରୁଷ କିଏ ବାହାରିଲେଣି, ମୁଁ ତାଙ୍କୁ ନିଶ୍ଚୟ ଦେଖା କରିବି, ତାଙ୍କୁ ନିଶ୍ଚୟ ତାଙ୍କର ଦର୍ଶନ କରିବି। ସାଙ୍ଗେ ସାଙ୍ଗେ ଦେଖନ୍ତୁ, ଯୋଉମାନେ ନିଷ୍ଠାପର ଭାବରେ ଅଗ୍ରଗତି କରିଥିବେ, ସେ ଧରିଦେବେ କଥାଟାକୁ। ସାଙ୍ଗେ ସାଙ୍ଗେ ତାଙ୍କୁ ଲାଗିଗଲା, ଆରେ ହେ, ଅହଂ ପ୍ରଣୋଦିତ ହେଇଗଲି, ନିଜକୁ ଭାବିଲି ମୁଁ ଅଲଗା। ଏଇଠି ଯୋଉ କହୁଛନ୍ତି ଶ୍ରୀକୃଷ୍ଣ ହଉଛନ୍ତି ଏକମାତ୍ର ପ୍ରେମାସ୍ପଦ, ସେ ହିଁ ହଉଛନ୍ତି ପ୍ରେମିକ, ଆଉ ସମସ୍ତେ ଆମେ ହଉଛୁ ପ୍ରେମିକା। କାହିଁକିନା କଣ, ଯିଏ ଯାହାକୁ ଭଲ ପାଏ ସେ ହଉଛି ପ୍ରେମିକା। ମୁଁ ଯାହାକୁ ଭଲ ପାଇଲି ସେ ହେଲେ ପ୍ରେମିକ। ତେଣୁ ପ୍ରେମାସ୍ପଦ ପ୍ରେମିକ ହଉଛନ୍ତି ଭଗବାନ ନିଜେ, ଆଉ ସମସ୍ତେ ଆମେ ହଉଛୁ ପ୍ରେମିକା। ତେଣୁ ଏଠି ପ୍ରଭୁ କହୁଛନ୍ତି, ଯେତେବେଳେ ମୁଁ ପ୍ରେମାସ୍ପଦଙ୍କର ସେବା କରିପାରିଲି, ସେତେବେଳେ ପ୍ରେମର ସମ୍ପୂର୍ଣ୍ଣ ପରିଚୟ ଲାଭ କଲି। ଏଠି ମନେ ରଖିବା, ପୂର୍ଣ୍ଣ ସମର୍ପିତ ଭାବର କଥାଟିକୁ ସେ କହୁଛନ୍ତି। ସେତେବେଳେ ସେ ଯାଇକରି ଆମ ପାଖରେ ପ୍ରେମର ସମ୍ପୂର୍ଣ୍ଣ ପରିଚୟ ଆମେ ପାଇପାରିବା। ବାଃ, ଥ୍ୟାଙ୍କ ୟୁ ଅଲ୍ ରବର।